ଯେକୌଣସି ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ତାଙ୍କ ବିଷୟରେ ବହୁତ କିଛି କହିଥାଏ। ତେଣୁ ଯେକୌଣସି ବ୍ୟକ୍ତିଙ୍କ ନାମକରଣ ବହୁତ ଚିନ୍ତା କରିବା ପରେ କରାଯାଏ। ଲୋକଙ୍କ ନାମ ପ୍ରାୟତଃ ସେମାନଙ୍କ ଜନ୍ମ ରାଶି ଅନୁସାରେ ରଖାଯାଏ, ଯାହା ସେମାନଙ୍କ ସ୍ୱଭାବ, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତକୁ ବର୍ଣ୍ଣନା କରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ତାଙ୍କ ବିଷୟରେ ବହୁତ କିଛି କହିଥାଏ। ଆଜି ଆମେ ଜାଣିବା ସେହି ଲୋକଙ୍କ ବିଷୟରେ ଯେଉଁମାନଙ୍କ ନାମ ଅକ୍ଷର ଇ ଅକ୍ଷରରୁ ଆରମ୍ଭ ହୁଏ। ତେବେ ଆସନ୍ତୁ ଜାଣିବା ଇ ନାମ ଥିବା ଲୋକଙ୍କର ନାମ କିପରି ରଖାଯାଏ ଏବଂ ସେମାନଙ୍କର ସ୍ୱଭାବ କ'ଣ। ଇ ଅକ୍ଷର ନାମ ଲୋକମାନେ ମଜା କରିବାକୁ ଏବଂ ହସିବାକୁ ପସନ୍ଦ କରନ୍ତି। ଏହି ଲୋକମାନେ ସ୍ୱାଧୀନ ପ୍ରକୃତିର, ଯେଉଁମାନେ ସେମାନଙ୍କୁ ଅଟକାଇବାକୁ କିମ୍ବା ସେମାନଙ୍କ ଉପରେ ପ୍ରାଧାନ୍ୟ ସ୍ଥାପନ କରିବାକୁ ଚେଷ୍ଟା କରନ୍ତି, ସେମାନେ ତୁରନ୍ତ ସେମାନଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତି। ସେମାନେ ଉତ୍ସାହର ସହିତ ଜୀବନ ବଞ୍ଚିବାକୁ ଚାହାନ୍ତି। ଯେଉଁ ଲୋକମାନଙ୍କର ନାମ ଇ ଅକ୍ଷରରୁ ଆରମ୍ଭ ହୁଏ, ସେମାନେ ଅବହେଳିତ କିମ୍ବା ଅଣଦେଖା ହେବାକୁ ପସନ୍ଦ କରନ୍ତି ନାହିଁ। ବିଶେଷ କରି ଜଣେ ପ୍ରେମିକ କିମ୍ବା ପ୍ରେମିକା ଠାରୁ ସେମାନେ ପ୍ରେମିକ ପ୍ରେମିକା ପରି ବ୍ୟବହାର କରନ୍ତି। ଯଦିଓ ସେମାନଙ୍କର ଉଦ୍ଦେଶ୍ୟ ଖରାପ ନୁହେଁ, ଥରେ ସେମାନେ ସମ୍ପର୍କରେ ଆସିଗଲେ ସେମାନେ ଏହାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ବଜାୟ ରଖନ୍ତି ଏବଂ ସେମାନଙ୍କ ସାଥୀଙ୍କର ଯତ୍ନ ନିଅନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନଙ୍କର ନାମ ଇ ଅକ୍ଷରରେ ଆରମ୍ଭ ହୁଏ, ସେମାନେ ବହୁତ କଥାବାର୍ତ୍ତା କରି ହୋଇଥାନ୍ତି। ଲୋକମାନଙ୍କୁ ସେମାନଙ୍କର ଏହି ସ୍ୱଭାବ ବହୁତ ପସନ୍ଦ ଆସିଥାଏ, କିନ୍ତୁ କେତେବେଳେ ସେମାନେ ଅଧିକ କଥା କହି ବିପଦ ନିଅନ୍ତି।